ଓ ନମଃ ଶିବାୟ। ବୃଷ ରାଶିର ମହାଭାଗ୍ୟୋଦୟ ବର୍ଷ। ବ୍ରହ୍ମାଣ୍ଡର ଅସୀମ ନୀରବତା ମଧ୍ୟରେ ଏକ ଦିବ୍ୟ ଶକ୍ତି ଆପଣଙ୍କ ନାମ ଉଚ୍ଚାରଣ କରୁଛି। ବୃଷ ରାଶିର ବନ୍ଧୁମାନେ, ଆପଣମାନେ ସାଧାରଣ ନୁହେଁ। ଆପଣ ଧୈର୍ଯ୍ୟର ପ୍ରତୀକ। ଆପଣ ସଂଘର୍ଷର ଅଗ୍ନିରେ ତିଆରି ହୋଇଥିବା ସୁନା। ଗତ କିଛି ବର୍ଷ ଧରି ଆପଣ ଯାହା ସହିଛନ୍ତି, ଅପମାନ, ଅଭାବ, ବିଶ୍ୱାସଘାତ, ଆର୍ଥିକ ଚାପ, ମାନସିକ ଅସ୍ଥିରତା, ଏହା ସବୁ ବ୍ରହ୍ମାଣ୍ଡର ପରୀକ୍ଷା ଥିଲା। ଏବେ ପରୀକ୍ଷା ସମାପ୍ତ। ଏବେ ପୁରସ୍କାର ଆରମ୍ଭ। ଗ୍ରହମାନଙ୍କର ଦିବ୍ୟ ସଭା। ଦିବ୍ୟ ଆକାଶରେ ଗ୍ରହମାନଙ୍କ ଏକ ଗୁପ୍ତ ସଭା ବସିଛି। ଏହି ସଭାର ମୂଳ ଚର୍ଚ୍ଚା ବୃଷ ରାଶିର ଭାଗ୍ୟ ପରିବର୍ତ୍ତନ। କର୍ମଫଳଦାତା ଶନି ଆପଣଙ୍କୁ ଦେଖୁଛନ୍ତି। ଜ୍ଞାନର ଦେବତା ବୃହସ୍ପତି ଆଶୀର୍ବାଦ ଦେଉଛନ୍ତି। ଶୁକ୍ର ଆପଣଙ୍କ ମୁହଁରେ ଚମକ ଆଣୁଛନ୍ତି। ଏହା ସାଧାରଣ ଯୋଗ ନୁହେଁ, ଏହା ରାଜଯୋଗର ଆରମ୍ଭ। ଧନର ଦ୍ୱାର ଖୋଲିବ। ଆପଣ ଯେଉଁଠାରେ ଧନ ଅଟକି ରହିଥିଲା ସେଠାରେ ଗତି ଆସିବ। ଯେଉଁଠାରେ ଋଣ ଥିଲା ସେଠାରେ ମୁକ୍ତି ଆସିବ। ଯେଉଁଠାରେ ନିରାଶା ଥିଲା ସେଠାରେ ଆଶାର ଦୀପ ଜଳିବ। ଆପଣଙ୍କ ଘରେ ସମୃଦ୍ଧିର ଶବ୍ଦ ଶୁଣାଯିବ। କାର୍ଯ୍ୟକ୍ଷେତ୍ରରେ ବିଜୟ। ଯେଉଁମାନେ ଚାକିରି ପାଇଁ ସଂଘର୍ଷ କରୁଥିଲେ ସେମାନଙ୍କ ନାମ ଏବେ ଉଚ୍ଚାରିତ ହେବ। ଯେଉଁମାନେ ପରିଶ୍ରମ କରିଥିଲେ କିନ୍ତୁ ପରିଚୟ ମିଳୁନଥିଲା ସେମାନଙ୍କୁ ସମ୍ମାନ ମିଳିବ। ଯେଉଁମାନେ ବ୍ୟବସାୟରେ ଲୋସ୍ ଦେଖିଥିଲେ ସେମାନଙ୍କ ଦୋକାନରେ ଗ୍ରାହକ ଲାଇନ୍ ଲାଗିବ। ପ୍ରେମ ଓ ପରିବାର। ଆପଣ ଭିତରେ ଭଲ ପାଇବା ଭରିଥାଏ। ଏବେ ସେହି ଭଲ ପାଇବା ଫେରିଆସିବ। ଯେଉଁମାନଙ୍କ ସମ୍ପର୍କରେ ଦୂରତା ଥିଲା ସେଠାରେ ନିକଟତା ଆସିବ। ଯେଉଁମାନଙ୍କ ବିବାହ ଅଟକିଥିଲା ସେଠାରେ ଶୁଭଘଣ୍ଟା ବାଜିବ। କିନ୍ତୁ ସତର୍କତା ଆବଶ୍ୟକ। ଫଳ ଲାଗିଲେ ପଥର ମାରାଯାଏ। ଆପଣଙ୍କ ଉନ୍ନତି ଦେଖି କିଛି ଲୋକ ଅସୁବିଧା ଅନୁଭବ କରିବେ। ତେଣୁ ନିଜର ଯୋଜନା ଗୁପ୍ତ ରଖନ୍ତୁ। ନିଜ ବାଣୀରେ ନିୟନ୍ତ୍ରଣ ରଖନ୍ତୁ। ଅତି ଆତ୍ମବିଶ୍ୱାସରୁ ଦୂରେ ରୁହନ୍ତୁ। ସଂଘର୍ଷର ଗୁପ୍ତ ଅର୍ଥ। ବୃଷ ରାଶିର ବନ୍ଧୁମାନେ, କେବେ ଆପଣ ଭାବିଛନ୍ତି କି କାହିଁକି ସବୁଠାରୁ ଅଧିକ ପରୀକ୍ଷା ଆପଣଙ୍କ ଜୀବନରେ ଆସିଲା? କାହିଁକି ଅନ୍ୟମାନେ ସହଜରେ ସଫଳ ହେଉଥିବା ବେଳେ ଆପଣଙ୍କ ପଥରେ କଣ୍ଟକ ଥିଲା? ଏହା ଦୁର୍ଭାଗ୍ୟ ନୁହେଁ, ଏହା ଥିଲା ଶକ୍ତି ସଞ୍ଚୟ। ଯେପରି ସୂର୍ଯ୍ୟ ଉଦୟ ପୂର୍ବରୁ ଅଧିକ ଅନ୍ଧାର ହୁଏ, ସେପରି ବଡ଼ ଉନ୍ନତି ପୂର୍ବରୁ ବଡ଼ ସଂଘର୍ଷ ଆସେ। ଆପଣଙ୍କ ଜୀବନର ଅନ୍ଧାର ଏବେ ଶେଷ ପଥରେ ଅଛି। ଶନିଙ୍କ ଗୁପ୍ତ ଆଶୀର୍ବାଦ। ସାଟର୍ନ କେବେ ଅନ୍ୟାୟ କରନ୍ତି ନାହିଁ। ସେ ପ୍ରଥମେ ଭଙ୍ଗନ୍ତି, ପରେ ଗଢ଼ନ୍ତି। ଗତ କିଛି ବର୍ଷ ଧରି ଆପଣଙ୍କୁ ଧୈର୍ଯ୍ୟ ଶିଖାଯାଇଛି, ନମ୍ରତା ଶିଖାଯାଇଛି, ସତ୍ୟ ଓ ମିଥ୍ୟାର ତଫାତ୍ ଦେଖାଯାଇଛି। ଏବେ ସେହି ଶନି ଆପଣଙ୍କୁ ଲାଭ ଦେବେ। ଦୀର୍ଘ ସମୟର ସ୍ୱପ୍ନ ପୂରଣ। ସମାଜରେ ପରିଚୟ। ଅଚାନକ ବଡ଼ ଆର୍ଥିକ ସୁଯୋଗ। ଆପଣଙ୍କ ନାମ ମାନ୍ୟତା ପାଇବ। ବୃହସ୍ପତିଙ୍କ ଦିବ୍ୟ କୃପା। ଜୁପିଟର ଯେତେବେଳେ କୃପା କରନ୍ତି ସେତେବେଳେ ମନୁଷ୍ୟର ବୁଦ୍ଧି ଶୁଦ୍ଧ ହୁଏ। ଆପଣ ହଠାତ୍ ଭୁଲ ନିଷ୍ପତ୍ତି ନେବେ ନାହିଁ। ଆପଣଙ୍କ ଭିତରୁ ଏକ ଶବ୍ଦ ଆସିବ, ଏହି ପଥ ଠିକ୍। ଏବଂ ଆଶ୍ଚର୍ଯ୍ୟର କଥା, ସେହି ପଥ ସଠିକ୍ ସାବିତ ହେବ। ଉଚ୍ଚ ଶିକ୍ଷାର ଯୋଗ। ଗୁରୁଙ୍କ ସାହାଯ୍ୟ। ବିଦେଶ ସମ୍ଭାବନା। ନୂଆ ଦୃଷ୍ଟିକୋଣ। ଧନବର୍ଷାର ଗୁପ୍ତ ରହସ୍ୟ। ବୃଷ ରାଶି ହେଉଛି ପୃଥିବୀ ତତ୍ତ୍ୱ। ଆପଣଙ୍କୁ ଧନ ସ୍ଥିର ଭାବରେ ମିଳେ। ହଠାତ୍ ଲଟେରୀ ଭଳି ନୁହେଁ, କିନ୍ତୁ ସ୍ଥାୟୀ ସମ୍ପତ୍ତି ଭଳି। ଏହି ବର୍ଷ ଜମି କ୍ରୟ, ଘର ନିର୍ମାଣ, ଗାଡ଼ି, ପରିବାର ପାଇଁ ସଞ୍ଚୟ ଅଟକିଥିବା ଟଙ୍କା ଫେରିଆସିବ। ଯିଏ ଆପଣଙ୍କୁ ଧୋକା ଦେଇଥିଲା ସେ ମଧ୍ୟ ନିଜେ ଆସି ମାଫ ମାଗିପାରେ। କାର୍ଯ୍ୟକ୍ଷେତ୍ରରେ ବିପ୍ଳବ। ଯେଉଁମାନେ ଚାକିରିରେ ଅସନ୍ତୁଷ୍ଟ, ନୂଆ ସୁଯୋଗ ଆସିବ। ଯେଉଁମାନେ ବ୍ୟବସାୟରେ ରୁକି ଯାଇଥିଲେ, ନୂଆ ଗ୍ରାହକ ଆସିବେ। ଯେଉଁମାନେ ସୃଜନଶୀଳ କ୍ଷେତ୍ରରେ, ସେମାନଙ୍କ କାମ ପ୍ରଶଂସିତ ହେବ। ଆପଣଙ୍କ ଶତ୍ରୁ ଆପଣଙ୍କ ସଫଳତା ଦେଖି ନୀରବ ହେବେ। ପ୍ରେମର ପୁନର୍ଜନ୍ମ। ବୃଷ ରାଶି ଏକଥର ଭଲ ପାଇଲେ ଜୀବନ ଭରି ନିଭାନ୍ତି। ଏହି ବର୍ଷ ପୁରୁଣା ଭୁଲ ବୁଝାଧାରଣ ଶେଷ। ସମ୍ପର୍କରେ ମଧୁରତା। ବିବାହ ଯୋଗ। ପରିବାରରେ ମାଙ୍ଗଳିକ କାର୍ଯ୍ୟ। ଆପଣଙ୍କ ଘରେ ହାସିର ଶବ୍ଦ ଗୁଞ୍ଜିବ। ଛାୟା ପକ୍ଷ। କିନ୍ତୁ ମନେ ରଖନ୍ତୁ, ଯେତେବେଳେ ଆପଣ ଉଠିବେ କିଛି ଲୋକ ଅସ୍ଥିର ହେବେ। ମିଥ୍ୟା ମିତ୍ର, ଈର୍ଷା ପରାୟଣ ସହକର୍ମୀ, ଗୁପ୍ତ ବିରୋଧୀ। ନିଜର ଯୋଜନା ସମସ୍ତଙ୍କୁ ନ କହନ୍ତୁ। ନିଜ ବାଣୀରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ ଶାନ୍ତି ଆପଣଙ୍କ ସବୁଠାରୁ ବଡ଼ ଶକ୍ତି। ଦିବ୍ୟ ଉପାୟ। ମହାଦେବଙ୍କ ନାମ ସ୍ମରଣ। ସୋମବାର ଜଳ ଅର୍ପଣ। ହନୁମାନଙ୍କ ଚାଳିଶା ପାଠ। ବୃଦ୍ଧଙ୍କ ସେବା, ଗୋସେବା। ଏହିସବୁ ଆପଣଙ୍କ ଭାଗ୍ୟକୁ ଆଉ ଶକ୍ତିଶାଳୀ କରିବ। ଅନ୍ତର୍ନିହିତ ଶକ୍ତିର ଜାଗୃତି। ବୃଷ ରାଶିର ବନ୍ଧୁମାନେ, ଆପଣଙ୍କ ସବୁଠାରୁ ବଡ଼ ଶକ୍ତି ଆପଣଙ୍କ ଧୈର୍ଯ୍ୟ। ଆପଣ ଚୁପ୍ ରୁହନ୍ତି କିନ୍ତୁ ଭିତରେ ଅଗ୍ନି ଜଳେ। ଏହି ବର୍ଷ ସେହି ଅଗ୍ନି ଆଲୋକରେ ପରିଣତ ହେବ। ଆପଣଙ୍କ ସମୟ ଆସିଗଲା। ବୃଷ ରାଶି ପାଇଁ 5ଟି ମହାଜୀବନ ପରିବର୍ତ୍ତନକାରୀ ଘଟଣା। ବୃଷ ରାଶିର ବନ୍ଧୁମାନେ, ଏହି ବର୍ଷ ସାଧାରଣ ନୁହେଁ। ଏହି ବର୍ଷ ଆପଣଙ୍କ ଜୀବନରେ 5ଟି ବଡ଼ ଘଟଣା ଘଟିପାରେ ଯାହା ଆପଣଙ୍କ ଆଗାମୀ ଦଶକର ଦିଗ ନିର୍ଣ୍ଣୟ କରିଦେବ। ଗଭୀର ଶ୍ୱାସ ନିଅନ୍ତୁ ଏବଂ ଶୁଣନ୍ତୁ। 1. ଅପେକ୍ଷିତ ଧନ ଆଗମନ। ଆପଣ ଯେଉଁ ଧନ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିଲେ,
ଅଟକିଥିବା ପେମେଣ୍ଟ, ପୁରୁଣା ବକେୟା, କୋର୍ଟ କିମ୍ବା ବିବାଦୀୟ ମାମଲା, ପାରିବାରିକ ସମ୍ପତ୍ତି ସେଠାରେ ଗତି ଆସିବ। ସାଟର୍ଣ୍ଣଙ୍କ ନ୍ୟାୟ ଏବେ ଆପଣଙ୍କ ପକ୍ଷରେ ଘୂରିବ। ଏହା କେବଳ ଧନ ନୁହେଁ, ଏହା ହେଉଛି ଆପଣଙ୍କ ପରିଶ୍ରମର ପ୍ରତିଫଳ। 2. କାର୍ଯ୍ୟକ୍ଷେତ୍ରରେ ଅଚମ୍ବିତ ଉନ୍ନତି। ଯେଉଁମାନେ ଚୁପଚାପ ପରିଶ୍ରମ କରୁଥିଲେ କିନ୍ତୁ ପରିଚୟ ମିଳୁନଥିଲା, ଏବେ ସମୟ ପରିବର୍ତ୍ତନ ହେବ। ପଦୋନ୍ନତି, ନୂଆ ଦାୟିତ୍ୱ, ବଡ଼ ପ୍ରକଳ୍ପ, ଉଚ୍ଚ ପଦସ୍ଥ ଲୋକଙ୍କ ସମର୍ଥନ, ଜୁପିଟରଙ୍କ କୃପାରେ ଆପଣଙ୍କ ନାମ ସମ୍ମାନ ସହ ଉଚ୍ଚାରିତ ହେବ। 3. ସମ୍ପର୍କରେ ଚମତ୍କାର। ଯେଉଁଠାରେ ଦୂରତା ଥିଲା ସେଠାରେ ନିକଟତା ଆସିବ। ଯେଉଁଠାରେ ନୀରବତା ଥିଲା ସେଠାରେ କଥାବାର୍ତ୍ତା ଆରମ୍ଭ ହେବ। ବିବାହ ଯୋଗ, ପୁରୁଣା ପ୍ରେମର ଫେରା, ପାରିବାରିକ ମିଳନ, ସନ୍ତାନ ସୁଖ। ବୃଷରାଶିର ହୃଦୟ ଏବେ ଶାନ୍ତି ଅନୁଭବ କରିବ। 4. ସ୍ଥାନ ପରିବର୍ତ୍ତନ କିମ୍ବା ନୂଆ ଆରମ୍ଭ କେତେକଙ୍କ ପାଇଁ। ଘର ପରିବର୍ତ୍ତନ, ବିଦେଶ ଯାତ୍ରା, ନୂଆ ସହରରେ ନୂଆ ଜୀବନ, ନୂଆ ବ୍ୟବସାୟ ଆରମ୍ଭ। ଆପଣଙ୍କ ଜୀବନ ମାନଚିତ୍ର ବଦଳିଯିବ। ଏହା ଭୟଙ୍କର ଲାଗିପାରେ, କିନ୍ତୁ ଏହା ଆପଣଙ୍କ ଉନ୍ନତି ପାଇଁ ଆବଶ୍ୟକ। 5. ଆତ୍ମବିଶ୍ୱାସର ପୁନର୍ଜନ୍ମ। ଏହା ସବୁଠାରୁ ବଡ଼ ପରିବର୍ତ୍ତନ। ଆପଣ ନିଜକୁ ପୁଣି ଚିହ୍ନିବେ। ଯେଉଁ ଆତ୍ମବିଶ୍ୱାସ କେଉଁଠି ହରାଇ ଯାଇଥିଲା ସେହିଟି ଫେରିଆସିବ। ଆପଣ କହିବେ, ମୁଁ ପାରିବି, ଏବଂ ବ୍ରହ୍ମାଣ୍ଡ କହିବ, ହଁ, ତୁମେ ପାରିବ। ଗୁପ୍ତ ସନ୍ଦେଶ। ବୃଷ ରାଶିର ବନ୍ଧୁମାନେ, ଏହି 5ଟି ଘଟଣା ଆପଣଙ୍କ ଜୀବନକୁ ନୂଆ ଦିଗ ଦେବ। କିନ୍ତୁ ମନେ ରଖନ୍ତୁ, ଭାଗ୍ୟ ସେମାନଙ୍କ ସହିତ ରହେ ଯେମାନେ କର୍ମ କରନ୍ତି। ଧୈର୍ଯ୍ୟ ରଖନ୍ତୁ, ନମ୍ରତା ରଖନ୍ତୁ, ନିଜ ଲକ୍ଷ୍ୟରେ ଅଡ଼ିଗ ରୁହନ୍ତୁ। ଆପଣଙ୍କ ଉଦୟ ନିଶ୍ଚିତ। ଦିବ୍ୟ ପ୍ରତିକାର। ମହାଦେବଙ୍କୁ ଜଳ ଅର୍ପଣ, ହନୁମାନଙ୍କ ନାମ ସ୍ମରଣ, ଗାଈ ସେବା, ବୃଦ୍ଧମାନଙ୍କ ଆଶୀର୍ବାଦ, ଏହା ଆପଣଙ୍କ ଭାଗ୍ୟକୁ ଅଧିକ ଶକ୍ତିଶାଳୀ କରିବ। ଶେଷ ସନ୍ଦେଶ। ବୃଷରାଶିର ବନ୍ଧୁମାନେ, ଆପଣ ହାରିବା ପାଇଁ ଜନ୍ମ ନେଇନାହାନ୍ତି, ଆପଣ ଉଠିବା ପାଇଁ ଜନ୍ମ ନେଇଛନ୍ତି। ଆପଣ ଜିତିବା ପାଇଁ ଜନ୍ମ ନେଇଛନ୍ତି। ନିଜ ଉପରେ ବିଶ୍ୱାସ ରଖନ୍ତୁ, କର୍ମ କରନ୍ତୁ, ଭଗବାନଙ୍କୁ ସ୍ମରଣ କରନ୍ତୁ। ଜୟ ମହାଦେବ। ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ପରାମର୍ଶ। ଯଦି ଏହି ଭିଡ଼ିଓ ଆପଣଙ୍କ ମନକୁ ଛୁଇଁଥିଲା ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।